ପୂର୍ବ କାହାଣୀ ଅନୁସାରେ ମୋ ଭାଣିଜୀର ବାହାଘର ହେଇଯାଇଥିଲା ଓ ସେ ତା ସ୍ୱାମୀକୁ ଗାଇବାକୁ ଦେଇନଥିଲା। ମନ୍ଦିର ବାହାନା କରିକି ତା ବାହାଘର ପରଦିନ ସନ୍ଧ୍ୟାରେ ହଠାତ୍ ତା ଶ୍ୱଶୁର ଘରୁ ଫୋନ୍ ଆସିଲା କି ଅନୁର ଦେହ ଭଲ ନାହିଁ। ମୁଁ ଆଶ୍ଚର୍ଯ୍ୟ ହେଇଗଲି କି କ'ଣ ହେଲା। ଘର ଲୋକେ ଆଉ ମୁଁ ହେଲେ ଯାଇ ପହଞ୍ଚିଲି ଓ ଜାଣିଲି ଯେ ଅନୁର ପେଟ କାଟୁଛି, ସେ ମେଡ଼ିକାଲ ଯିବାକୁ ଚାହୁଁଛି। ତା ଶ୍ୱଶୁର କହିଲେ, ଭଲ ହେଲା ଆପଣ ଆସିଲେ, ସମନ୍ଧି ଅନୁକୁ ନେଇ ଡାକ୍ତର ପାଖକୁ ଯାଆନ୍ତୁ, ମୁଁ ଆଣି ଛାଡ଼ିଦେଇ ଯିବେ। ମୁଁ କହିଲି ହଉ। ମୋ କାରରେ ବସେଇଲି ଅନୁ ଓ ମୁଁ କେବଳ କିଛି ବାଟ ଯାଉଛୁ, ଅନୁ କହିଲା ହାୟ ହଏ ଫେଁ କିନା ହସିଲା। ମୁଁ କହିଲି କ'ଣ ହେଲା ବେ ହସୁଛୁ, ତୋ ପେଟ କାଟୁଛି ପରା। ଓଃ ସେଇଟା ତ ଗୋଟେ ବାହାନା ମୋର। ମାନେ? ଆରେ ବୁଦ୍ଧୁ, ମୋର ତମଠୁ କିଛି ପାଇବାର ଅଛି, ସେଇଥିପାଇଁ ଏ ବାହାନା। କ'ଣ? ଏଇଟା କହି ମୋ ଆଣ୍ଡକୁ ଅଣ୍ଡାଳିବାକୁ ଲାଗିଲା। କହିଲା ମାମୁଁ ତମେ ଥାଉ ଥାଉ, ମୁଁ କ'ଣ ତା ଟୁଙ୍ଗିଆ ଖାଇବି? ଆଗେ ତମେ ମୋତେ କରିବା, ମୋ ମଥା ତେଣୁ ନାଳ ପକେଇବି, ସେଇ ହେବ ମୋର ସିନ୍ଦୁର, ତାପରେ ଦେଖିବା ସେ ଲୋକ କଥା ବୁଝିବା। ମୁଁ କହିଲି ଓ ଏଇ କଥା, ହଉ ଚାଲ ମୋ ଘରକୁ ଯିବା। ମୁଁ ଏମିତି କହି ଗାଡ଼ି ମୋ ବସା ଆଡ଼େ ମୁହାଁଇଲି। ଏଇ ବାହାଘର ଓ ଅନ୍ୟ କାମ ପାଇଁ ମୋ ମାଇକିନା ଓ ପୁଅ ଗାଁକୁ ଯାଇଛନ୍ତି। ତେଣୁ ମୋ ବସା ଘରେ ମୁଁ ଏକା। ଘରେ ପହଞ୍ଚି ଅନୁ ମୋତେ ଟାଣି ନେଲା ଭିତରକୁ, କବାଟକୁ ପଛୁଆ ଦେଇଦେଲି। ମୁଁ ନୂଆବୋହୂ ବେଶରେ ମୋ ଭାଣିଜୀ ପୁରା ସୁନ୍ଦର ଲାଗୁଥିଲା। ଉଠ ଥୋଇ କାମୁଡ଼ି ପକେଇଲି। ମୁଁ ଗୋଟେ ହାତରେ ତା ଗାଣ୍ଡିକୁ ଧରିଥାଏ ଓ ଗୋଟେ ହାତରେ ତା ଦେହର ସବୁଆଡ଼େ ହାତ ବୁଲାଉଥାଏ। ପ୍ରାୟ 5ରୁ 7 ମିନିଟ୍ ପରେ ଟିକେ ଏମିତି ବୁଲିଗଲା। ତାକୁ ନେଇ ମୋ ଖଟ ଉପରେ ବସେଇଦେଲି। କହିଲି ତୁ ରେଡ଼ି ହେଇଯା, ଆଜି ଆମେ ବାସର ରାତି ପାଳିବା। ମୁଁ ମୋର ବାର ଘରକୁ ଭିତରୁ ନେଇ ଆସିଲି। 2ଟି ବନେଇଲି। ଧୋତିକୁ ଛେଞ୍ଚି କରି ଯାଇ ଖଟରେ ବସିଲି ଓ ମଜା ନେଲି। ଅନୁ ଓଢ଼ଣା ପକାଇ ମୋ ଖଟ ପଶିଲା ଓ ମୋତେ ଆସି ଜୁହାର ହେଲା। ମୁଁ ତାକୁ ତଳୁ ଉଠେଇ ଛାତିରେ ଲଗେଇଦେଲି। ଓଠରେ ଓଠ ମିଶେଇ ଦେଇ ତାର ମଧୁର ରସ ପିଇଲି। ଗରମ ହେଇଗଲା ସିଏ ଓ ମୋତେ ଜୋରରେ କୁଣ୍ଢେଇ ଧରିଲା। ମୁଁ ତାର ଲୁଗା ଖୋଲିଦେଲି। ତା ନାହିକୁ ଗୋଟେ ଚୁମା ଦେଲି। ଓଃ କରି ଆବାଜ କଲା ସେ। ତାପରେ ମୁଁ ତା ଦୁଧକୁ ଧରେଇଦେଲି ଓ ଦୁହୁଁ ପିଇଲି। ପ୍ରଥମେ ସରିଲା ପରେ ମୁଁ ତା ଲୁଗା ଓ ସାୟା ଖୋଲିଦେଲି। କେବଳ ଓ ଚଢ଼େଇରେ ପୁରା ସୁନ୍ଦର ଦେଖାଯାଉଥିଲା ସେ। ତା ଉପରେ ପୁଣି ନୂଆ ବୋହୂ ବେଶ। ଓଃ ମୋ ନିଜ ବାସର ରାତି କଥା ମନେ ପଡ଼ିଯାଇଥିଲା। ତା ଚଡ଼ି ଖୋଲିଦେଲି। ଗୋଟେ ଝଟକାରେ ଦୁଧ 2ଟା ମୋ ହାତ ଚିପା ଖାଇ 36 ସାଇଜରେ ହେଇଯାଇଥିଲା। ଡେଇଁ ପଡ଼ିଲେ ମୋ ମୁହଁ ଉପରକୁ। ମୁଁ ଗୋଟାକୁ ପାଟିରେ ପୂରେଇଲି ଓ ଆରଦନ୍ଧ ନିପୋଳ ଉପରେ ଜିଭ ବୁଲାଇଥାଏ। ଓଃ କି ଆନନ୍ଦ! ଏଣେ ଅନୁ ଚିତ୍କାର କରି ଉଠୁଥାଏ, ଆଖି ବନ୍ଦ କରି ବିଭିନ୍ନ ପ୍ରକାର ଆବାଜ କରୁଥାଏ। କିଛି ସମୟ ଦୁଧ ଚିପି ଖାଇଲା ପରେ ତାକୁ ଖଟ ଉପରକୁ ଭିଡ଼ି ଆଣିଲି ଓ ତା ଚଡ଼ି ଖୋଲି ପୁରା ଲଙ୍ଗଳା କରିଦେଲି। ବିୟାକୁ ପୁରା ସଫା କରି ରଖିଥାଏ ସେ। ବୋଧେ ସନ୍ଧ୍ୟାବେଳେ ବିୟାରେ କିଛି ମଲମ ଲଗାଇଥିଲା, କାହିଁକିନା ଲାଇଟ୍ ପଡ଼ିଲେ ଚକ୍ ଚକ୍ କରୁଥିଲା। ମୁଁ 2ଟି ବନେଇଲି। ମୁଁ କିଛି ବୁନ୍ଦା ଓ ତା ଦୁଧ ଉପରେ ପକେଇଲି ଓ ଦୁଧ ଖାଇଲେ ଓଃ ଗୋଟେ ଅଲଗା ପ୍ରକାର ଅନୁଭବ ପାଉଥାଏ ଦୁହେଁ। ସେ ପୁରା ପାଗଳୀ ହେଇଗଲାଣି ସେତେବେଳକୁ। ତା ବିୟାରୁ ଖାଲି ପାଣି ଝରୁଥାଏ। କହିଲା ମାମୁଁ ଆଉ ସମ୍ଭାଳିବୁନି, ଆଗେ ଥରେ ଜୋର ଘେଇଦିଅ, ତାପରେ ଏସବୁ। ମୁଁ କହିଲି ହଉ ରହବେ, ଆଁ କର। ତା ପାଟି ଭିତରେ ମୋ ବାଣ୍ଡ ପୁରେଇଲି। କହିଲି ଆଁ କର। କେବଳ ବାଣ୍ଡରୁ ମୁଣ୍ଡି ତା ପାଟିରେ ଦେଇ ତା କିଛି ମୋ ବାଣ୍ଡ ଉପରେ ଢାଳିଲି। ମୋ ବାଣ୍ଡ ଦେଇ ତା ପାଟିକୁ ଯାଉଥାଏ। ଓଃ କି ଦୃଶ୍ୟ! ବାଣ୍ଡକୁ ଚୁଚୁମି ନାଲି ପକେଇଦେଲା ସେ। ତାପରେ ତାକୁ କହିଲି ଦେଖ ଅନୁ, ଆଜି ମୋର ବାସର ରାତି। ମୁଁ ତୋ ବିୟାରେ ବାଟ ଖୋଲି ସାରିଛି। ଆଜି କ'ଣ ନୂଆ ଦେବୁ ମୋତେ? କହିଲା ଯାହା କରୁଛ କର, ଆଗ ମୋତେ ମୋ ବିୟାକୁ ଟିକେ ଶାନ୍ତି କର। ସେ ଘୋଡ଼ା ଭଳିଆ ବାଣ୍ଡ ରଖି ମୋତେ ହସନ୍ତ କରନ୍ତୁ ନାହିଁ। କହିଲି କଥା ଆଗେ ତୋ ଗାଣ୍ଡିରେ ଆଜି ଘେଇବାକୁ ଦେବୁ କି ନାହିଁ? ପୁରା ପାଗଳୀଟେ, ଭଲ ମନ୍ଦ ନ ବୁଝି ସାଙ୍ଗେ ସାଙ୍ଗେ ରାଜି ହେଇଗଲା। ତା ଉପରେ ଶୋଇ ପଡ଼ିଲି ମୁଁ। ତା ଓଠରୁ କାମୁଡ଼ି ଧୀରେ ଧୀରେ ତା ବିୟା ଭିତରେ ମୋ ବାଣ୍ଡକୁ ପୂରେଇଲି। ବାଣ୍ଡ ଧୀରେ ଧୀରେ ଯିବାକୁ ସମ୍ଭାଳି ନ ପାରି ନିଜେ ଅନୁ ମୋ ଗାଣ୍ଡି ପଟୁ ମୋତେ ତା ଭିତରକୁ ଟାଣି ନେଲା। କଚ୍ କରି ବାଣ୍ଡ ପଶିଗଲା। ମୁଁ ମୋର ତା ବିୟା ଭିତରେ ଦୁଧକୁ ଦଳି ଦେଲି। ତା ଓଠକୁ ଖାଇ ଖାଇ ଜୋରଦାର ଘେଇ ଚାଲିଲି ତାକୁ। ଓଃ ଆଃ କରୁଥାଏ ଜୋରରେ, ଆହୁରି ଜୋରରେ। ତା ପାଣି ବାହାରିବାକୁ ଲାଗିଲା। ମୁଁ ବି ଜୋରଦାର ମାରି ଚାଲିଲି, ଯେମିତି ତା ବିୟାରୁ ଚିରି ଦେବି। ସେମିତି ସମୟ ଦେଖନ୍ତି। କିନ୍ତୁ ଯେତେବେଳେ ମୁଁ ହାଲିଆ ହେଇଗଲି ଓ ତା ବିୟାରୁ 3 ଥର ପାଣି ବାହାରିଗଲା, ମୋର ମଧ୍ୟ ସମୟ ହେଇଗଲା।
ସବୁତକ ଲାଳ ତା ବିଆ ଭିତରେ ଛାଡ଼ିଦେଲେ। ମୋ ବାଣ୍ଡକୁ ତା ବିଆରେ କାଢ଼ି ତା ମଥାରେ ଯେଉଁଠି ସିନ୍ଦୁର ପିନ୍ଧିଥିଲା ସେଇଠି ଲଗେଇ ଶେଷ ବୁନ୍ଦାକୁ ସେଇଠି ଲଗେଇଦେଲେ। ପୁରା ହାଲିଆ ହେଇଥିଲେ ଦୁହେଁ। ତା ଶ୍ୱଶୁରଙ୍କୁ ଫୋନ୍ କରି କହିଲି ଔଷଧ ଦେଇଛନ୍ତି ଓ ଶୋଇବାକୁ କହିଛନ୍ତି। ସେ ଏବେ ମୋ ଘରେ ଅଛି, କାଲି ନେଇକି ଛାଡ଼ିଦେବି। ସେ ରାଜି ହେଲେ। ଆମେ ଆଉ ଗୋଟେ ନେଲୁ। ତାପରେ ତାକୁ କହିଲି ମୋ ବାଣ୍ଡରେ ତେଲ ଟିକେ ମାରେ ଓ ତା ଗାଣ୍ଡିରେ ବି। ସେ ଏଡ଼େ ଏଡ଼େ ଆଖିରେ ମୋତେ ଚାହିଁଲା। ଅନୁ, ସତରେ କ'ଣ ତୁମେ ମୋ ଗାଣ୍ଡିରେ ଘେଇବ? ମୁଁ କହିଲି ହଁ। ଏଡ଼େ ବଡ଼ ଗାଣ୍ଡି କରିଛି, ଘେଇବିନି ତ କ'ଣ କରିବି? ଅନୁ କହିଲା କରନି, ଭାରି କାଟିବ। ମୁଁ କହିଲି ବେଶୀ ଛୁଡ଼ି ହଅନା, ଜଲ୍ଦି ଦେଖା ତ, ଖାଲି ନାମକୁ ମାତ୍ର ରହିବ, ମୁଁ ତୋର ସବୁ ବାଟ ଖୋଲିବି। ଅନୁ କହିଲା ଆଚ୍ଛା, ନଥିଲେ ମୁଁ ବି ବାଣ୍ଡରେ ତେଲ ମାରିବି। ମୁଁ ତାକୁ କୁଣ୍ଢେଇ ଦେଇ ଖଟ ଉପରେ ପେଟ ଓ ଗୋଡ଼ ଭୂଇଁକୁ କରି ଠିଆ ହେବାକୁ କହିଲି। ତାପରେ ତୋ ଗାଣ୍ଡିରେ ମୁଁ ନିଜେ ଆଙ୍ଗୁଠିରେ ତେଲ ନେଇ ଲଗେଇବି। ଓଃ କାଟୁଛି, ଛାଡ଼, ହବନି ଜମା କହୁଥାଏ। ଗୋଟେ ଆଙ୍ଗୁଠି ପୂରେଇଲି ଆଗ ପଛ କିଛି ସମୟ ଆଙ୍ଗୁଠିରେ ଘେଇବା ପରେ ଦୁଇଟା ଆଙ୍ଗୁଠିରେ ତେଲ ନେଇ ପୂରେଇ ଆଗ ପଛ କଲି ତା ଗାଣ୍ଡିରେ। ତାପରେ ତାକୁ କହିଲି ଟିକେ ଧୈର୍ଯ୍ୟ ଧରିବୁ ହେଲା, କାଟିବ ଟିକେ। ମୋ ବାଣ୍ଡରେ ଆଉ ଟିକେ ତେଲ ଦେଇ ତା ଗାଣ୍ଡି ବାଟରେ ଲଗେଇ ଦେଲି। ମୋ ବାଣ୍ଡକୁ ତାକୁ ଦୁଇ ପଟୁ ଧରି ଏକା ଜୋର ଦେଲି। ମୁଁ ମୁଣ୍ଡି ଓ କିଛି ଅଂଶ ମୋ ବାଣ୍ଡରେ ପଶିଗଲା। ସେ ପୁରା ଛାଟିପିଟି ହେଇ ମୋତେ ପେଲୁଥାଏ। କହିଲା ଚୁପଚାପ ରହ, ନହେଲେ ଆହୁରି କାଟିବ। ତା ଗାଣ୍ଡିରେ ମୋ ବାଣ୍ଡକୁ ପେଲୁଥାଏ। ଟିକେ ସମୟ ଅପେକ୍ଷା କରି ଦାନ୍ତ ଚିପି ଦେଲି। ଏକା ପୁରା ବାଣ୍ଡଟା ଖର୍ଚ୍ଚ କରି ପଶିଗଲା ତା ଗାଣ୍ଡି ଭିତରେ। ସେ ଖଟକୁ ବାଡ଼େଇ ଖାଲି ମଲା ଛେଳି ଭଳିଆ ହୋଇଥାଏ। ମୁଁ କି ଛାଡ଼ିବା ଲୋକ, ଟିକେ ସମୟ ଅପେକ୍ଷା କର। ଖଚ ଖଚ ହେଇକି ଚାଲିଲି। ଓଃ କି ଅପୂର୍ବ ଆନନ୍ଦ। ଏହା ମୋ ଜୀବନର ପ୍ରଥମ ଗାଣ୍ଡିରେ ଘେଇବା। ଗୋଟିଏ ଅଲଗା ପ୍ରକାର ମଜା ଥାଏ ଗାଣ୍ଡିରେ ଘେଇବାର। ଓଃ ଛାଡ଼, କାଟୁଛି, ମରିଯିବି। ଓଃ ଆହୁରି ଓଃ ତେଲ ଟିକେ ଦିଅ। ଓଃ କହୁଥାଏ। ପ୍ରାୟ 10 ମିନିଟ୍ ଜୋରଦାର ଘେଇବା ପରେ ମୋର ବାହାରିବାକୁ ଅବସ୍ଥାକୁ ଆସିଗଲା। ଠିକ୍ ସମୟରେ ତା ଗାଣ୍ଡିର ବାଣ୍ଡକୁ କାଢ଼ି ତା ବିଆରେ ମାଡ଼ିଦେଲି ଓ ସବୁ ଲାଳ ତା ବିଆ ଭିତରେ ଢାଳିଦେଲି। ବେହୋସ ହୋଇ ଖଟରେ ପଡ଼ିଗଲା ଅନୁ। ତା ବିଆ ଭିତରେ ଲାଳ ଝରି ଆସୁଥିବାର ଦୃଶ୍ୟ କେବଳ ଉପଭୋଗ କରିବା କଥା। ସେଇ ରାତି ଭିତରେ ମୋତେ ଆହୁରି 3 ଥର ଘେଇବାକୁ ପଡ଼ିଥିଲା ଅନୁକୁ। ଭାରି ମୋ ଭାଣିଜୀ ସକାଳୁ ଗଲାବେଳେ ମୋଠୁ ଗୋଟେ ପ୍ରତିଶୋଧ ନେଇଗଲା କି ତାର ପ୍ରଥମ ଛୁଆ ମୋ ନାଳରୁ ଯେମିତି ହୁଏ।